ଆମର ଏଠି ସବୁ ଗୋପାଳ ଭାଇମାନେ ସବୁ ମଣିଷ ଜଗନ୍ତି। ମଣିଷ ଜଗିବା ଭିତରେ ମଣିଷଙ୍କର ଦେହ ଅସୁସ୍ଥ ହେଲା। ଅସୁସ୍ଥ ହେଲା ଗୋପାଳ ଦୁଃଖ ମନରେ କାନ୍ଦି କାନ୍ଦି ଘରକୁ ଆସୁଛନ୍ତି। ଛଡ଼ା ହେଇଛି ଏଇ ବଡ଼ ଗଛଟେ ଛୋଟ ଗଛଟା ଆମ୍ବ ଗଛଟା ଆମ୍ବ ଘର ସବୁବେଳେ ବସିକି ସେ ପ୍ରଭୁଙ୍କୁ ସେ ଚିନ୍ତାକୁ ପ୍ରଭୁ ମଣିଷ ଗୁଡ଼ାକ ମୋର କ୍ଷତି ହେଲେ କ'ଣ କରିବି ମୁଁ ଚିନ୍ତା କରି ତାଙ୍କ ଆଖି ଆଗରେ ଗୋଟେ ପଥର ପଡ଼ିଗଲା। ଏଠି ଗୋଟେ ପଥର କହିଲେ ହେ ପ୍ରଭୁ ଜଙ୍ଗଲୀ ପଥର ମହାପୁରୁଷ ଦେବତା ଯଦି ଆପଣ ଏଠି ପ୍ରକୃତ ଆପଣ ଅଛନ୍ତି ମୋ ମଣିଷ ପ୍ରତି ଆପଣ ଆଶୀର୍ବାଦ ତାଙ୍କ ଦେହ ଭଲ ହେଲେ ମୁଁ ପ୍ରତିଦିନ ଆପଣଙ୍କ ଉପରେ ଅସରନା କ୍ଷୀର ଢାଳିବି। ଏଠି କହିକିରି ସେ ସବୁ ଧୂଳି ମୁଠାଏ ନେଇକି ଯାଇ ମଣିଷଙ୍କ ଉପରେ ଛୁଟିଥିଲା। ଘଣ୍ଟାଏ ପରେ ମଣିଷ ସବୁ ଧୀରେ ଧୀରେ ପରିବର୍ତ୍ତନ ଆସିଲେ ପାକୁଳି କଲେ ତାପରେ ଦେହ ଭଲ ହେଇଗଲା। ସେଇ ଦିନଠାରୁ ସେ ପଥର ଉପରେ ଧୀରେ ଧୀରେ ଛାଡ଼ିଲା। ଛାଡ଼ିବା ଦ୍ୱାରା ଧୀରେ 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 ଲୋକମାନେ ସବୁ ତାଙ୍କ ଆଗରେ ଏକଲା କଲା ଏମିତି ସବୁ ମଣିଷ ମୋର ହେଇଥିଲା ନା ଲୋକମାନେ ଯାହା ଯାହା ଦୁଃଖ ଥିଲା ସେମାନେ ଆସିକି ଏଠି ମଧ୍ୟ ପହଞ୍ଚିକିରି ସେଇ ପଥର ପାଖରେ ଧୂପ ଦେଇକି କରିଦେଲେ ପରେ ସେମାନେ ମଧ୍ୟ ଅନେକ ଅସାଧ୍ୟ ଦୁଃଖରୁ ସାଧନ ହେଇପାରିଥିଲେ। ତାପରେ ତାକୁ ପୁଣି ଦେଖିଲେ ଯେ ହନୁମାନଙ୍କ ପତ୍ନୀ ତେଣୁ ଗୋଟେ କାଶୀ ଆସିଲା କାଶୀ ଆସକୁ ଆଉ କିଛି ରଖିଲେ ରଖି ଯେକୌଣସି ସେ ଭକ୍ତ ଆସନ୍ତି ଯখন ରଙ୍ଗ ଥିଲା ସେ ଠାକୁରଙ୍କୁ ପ୍ରାର୍ଥନା କରନ୍ତି ପିଲାମାନଙ୍କୁ ଗଡ଼େଇ ଦେଲେ ଜଳ ଛାଡ଼ିଯାଏ। ଯେକୌଣସି ଅସାଧ୍ୟ ରୋଗ ବି ସାଧନ ହେଇଯାଏ। ସମାନ କ୍ରମେ ଏଠି ହୁକୁମ ହେଲା। ହୁକୁମ ହେଇକି ଏଠି ଜଣଙ୍କୁ ମହାବୀର ଲାଗିଲେ ସେ ଏମିତି ଡିଆଁ ଡେଇ କରିକି ପତ୍ର ପତ୍ର ଲୋକମାନଙ୍କୁ ସବୁ ଦେଇକି ଭଲ କଲା। ତାପରେ ସମାନ ପୁଣି ସେ ରୋଗ ହେଇଗଲା। ତାପରେ ପୁଣି ଧୀରେ ଧୀରେ ସେ ତାର ସମୟ ଆସିଲା। ତେଣୁ ଏଠି ଜଣେ ପାର୍ଥକ ଭକ୍ତ ଜଣେ ନନା ଆମର ଏଠି ଗୁରୁ ଘର ହେଉଛି ଏଠି ନଳଦିଆ ସେଠି ଆମର ରୋହିତ କାମ କରନ୍ତି। ତାଙ୍କୁ କୁହାଗଲା ଆମର ଗୁରୁଜନ ଲୋକ ସବୁ କହିଲେ ନନା ତୁମେ ଯାଅ କି ମହାବୀର ଆମର ସେଠି ଅଛନ୍ତି ଜଙ୍ଗଲ ଟିକେ ପାଣି ଟିକେ ଢାଳିଲେ ତୁମେ ଜଣେ ଦରିଦ୍ର ବ୍ରାହ୍ମଣ ଯୋଉଭଳି ତାଙ୍କର ଆଶୀର୍ବାଦ ଆସିବ ତୁମେ ଜଣେ ଉଜ୍ଜଳ ମାନବ ହେଇପାରିବ। ତେଣୁ ସେ ପାଣି ଢାଳେ ଭୋର ଭୋର ଶଙ୍ଖ ବଜେଇ ଜଙ୍ଗଲରେ ପାଣି ଢାଳିକି ଯାଆନ୍ତି। ଯାହା ହଉ ସେମାନଙ୍କର ଉଜ୍ଜଳତା ଆସିଲା। ଏମିତି ବାଟରେ ଯାଉ ଯାଉ ଜଣେ ଭକ୍ତ ତାର ଗୋଡ଼ ଫାଇଲ ହେଇଥିଲା ସେ କହିଲା କ'ଣ କୁଆଡ଼େ ଯାଉଛୁ ନା ମୁଁ ଯାଉଛି ଠାକୁର କୁହା ତୋ ଗୋଡ଼ ଭଲ ହେଇଯିବ। ସେ ଆସିକି ଠାକୁରଙ୍କୁ ପାଣି ଫାଣି ଦେଇକି ଯାହା ଗଛ ପତ୍ର ତା ଗୋଡ଼ ହାତ ଭଲ ହେଇଗଲା। ଏମିତି ସମାନ କ୍ରମେ ଏମିତି ରହି ରହିକିରି ଏମିତି ସମାନ କ୍ରମେ ଜଣେ ଜଙ୍ଗଲୀ ଏ ଜଙ୍ଗଲରେ ବୁଲୁ 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 ତାଙ୍କ ଭିତରେ ଭେଟ ହେଲା। ଯେବେ ଭେଟ ହେଲା ଯାହା ହଉ ତାଙ୍କ ସହିତ ଭେଟ ହେବା ଭିତରେ ତାଙ୍କ ପାଖରେ ସିଏ ଜଙ୍ଗଲୀ କି ଏ ଜଙ୍ଗଲ ଦୁଇ ଜଣ ଯାକ ଚିହ୍ନା ପରିଚୟ ରହିଗଲେ।